ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଅଧିକ ସନ୍ତାନ ପ୍ରସବ କଲେ ମିଳିବ ମୋଟା ଅଙ୍କ ରାଶି। ସାରା ବିଶ୍ୱରେ ବର୍ଦ୍ଧିତ ଜନସଂଖ୍ୟାକୁ ନେଇ ସରକାର ଚିନ୍ତିତ ଥିଲାବେଳେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ପ୍ରଜନନ ହାର ହ୍ରାସ ନେଇ ଚିନ୍ତିତ। ସେଥିପାଇଁ ସେ ରାଜ୍ୟରେ ଅଧିକରୁ ଅଧିକ ସନ୍ତାନ ଜନ୍ମ କରିବା ଉପରେ ଜୋର ଦେଇଛନ୍ତି। ଏଥିପାଇଁ ସେ ଟଙ୍କା ଦେବା କଥା କହିଛନ୍ତି। ପ୍ରକୃତରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ରାଜ୍ୟ ସରକାର ବଡ଼ ପରିବାରକୁ ଆର୍ଥିକ ସହାୟତା ଦେବା ବିଷୟରେ ବିଚାର କରୁଛନ୍ତି। ପରବର୍ତ୍ତୀ ନ୍ୟୁଜ୍, ପୁରୀକୁ ଗଡ଼ିବ 100 ଆମେ ବସ୍। ମୁଖ୍ୟମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ରଥଯାତ୍ରାରେ ଗଡ଼ିବ 100 ଆମେ ବସ୍। ପୁରୀକୁ ଗଡ଼ିବ 100 ଆମେ ବସ୍। ଆଗାମୀ ରଥଯାତ୍ରା ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଗଡ଼ିବ 100 ଆମେ ବସ୍। ଏହି ନେଇ ଗୃହ ଓ ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ଆସନ୍ତା 11 ତାରିଖ ଦିନ ବୁଧବାର ପବିତ୍ର ସ୍ନାନ ଯାତ୍ରା। ଏଥିପାଇଁ ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଭୁବନେଶ୍ୱର, କଟକ ଭଳି ପାଖାପାଖି ଅଞ୍ଚଳରେ 100 ବସ୍ ରଥଯାତ୍ରା ସମୟରେ ଉପଭୋକ୍ତାଙ୍କ ସେବା ଯୋଗାଇବେ, ଯାହା ଭକ୍ତଙ୍କର ସହାୟତାରେ ସୁବିଧା ହେବ।